ଥିବ ତମେ ମାନେ କମେଣ୍ଟ ମୋତେ ବହୁତ ସାରା କରୁଥିଲ କି ତମେ ଭାଇ ଯେଉଁ ପିସିଟା କରିଛ ରେଟ୍ କେତେ ଥିଲା। ତ ମୁଁ କହିଦେଉଛି ରେଟ୍ କ'ଣ ଥିଲା ହେଲା। ମୁଁ ଆସେମ୍ବଲ୍ କରିଥିଲି ପିସିଟା ହେଲା। ମୁଁ ତମକୁ କହିଦେଉଛି ତମେ ମାନେ କାଲକୁଲେଟ୍ କରିନେବ। ଯଦି କାଲକୁଲେଟ୍ କରିପାରୁନାହଁ ମୁଁ ଜେନ୍ୟୁନ୍ ପ୍ରାଇସ୍ କହିବି, ଏତେ ବଢ଼େଇ କହିବିନି କି କମେଇ କହିବିନି ହେଲା। ତ ଯଦି କାଲକୁଲେଟ୍ କରିପାରୁନାହଁ ତେବେ ମୋତେ କମେଣ୍ଟ କରିବ, ମୁଁ କାଲି ନେକ୍ସଟ ଭିଡ଼ିଓରେ ତମକୁ କହିଦେବି। ଆମର ଡିସପ୍ଲେଟା ଥିଲା 19 ଇଞ୍ଚିର ଫ୍ରଣ୍ଟେକ୍ ବ୍ରାଣ୍ଡର ଅଛି, ଦେଖିପାରୁଥିବ 19 ଇଞ୍ଚ ଡିସପ୍ଲେ ଅଛି। 2500 ଟଙ୍କା ନେଇଥିଲା, 2500 ଟଙ୍କା ପଡ଼ିଥିଲା ଏ ଡିସପ୍ଲେଟା। ଆର ସାଉଣ୍ଡ ନାହିଁ, ଖାଲି ଡିସପ୍ଲେ ପାୱାର କେବୁଲ୍ ମିଶେଇକି 2500 ଟଙ୍କା ନେଇଥିଲା। ବର୍ଷେ ଗ୍ୟାରେଣ୍ଟି ସହ, ମାନେ ଖରାପ ହେଲେ ଏକ୍ସଚେଞ୍ଜ କରିବେ ଏ ଡିସପ୍ଲେକୁ। ନେକ୍ସଟ ମାଉସ୍ ପ୍ୟାଡ୍ ନେଇଛି 50 ଟଙ୍କା, ମାଉସ୍ ନେଇଛି 150 ଟଙ୍କା ଜେନ୍ୟୁନ୍ ପ୍ରାଇସ୍। ଫ୍ରଣ୍ଟେକ୍ର ପୁଣି ସେ କିବୋର୍ଡ଼ଟା ମୁଁ ଆଣିଥିଲି, ଫ୍ରଣ୍ଟେକ୍ର କିବୋର୍ଡ଼ ବି ଅଛି ମୋ ଘରେ, 228 ଟଙ୍କା ନେଇଛି। ଏ ସ୍ପିକରଟା ଫ୍ରଣ୍ଟେକ୍ର ଅଛି, ଫ୍ରଣ୍ଟେକ୍ର ମୁଁ ସବୁ ହିଁ ୟୁଜ୍ କରୁଛି ଲଗଭଗ। ଫ୍ରଣ୍ଟେକ୍ର ମୁଁ ସ୍ପିକରଟା ଆଣିଥିଲି 400 ଟଙ୍କା ନେଇଥିଲା। ତ ସିପିୟୁକୁ ଯିବ ଯଦି ଫ୍ରଣ୍ଟେକ୍ର କ୍ୟାବିନେଟ୍ ଥିଲା 1000 ଟଙ୍କା ମୁଁ ଦେଇଥିଲି। ନେକ୍ସଟ ରାମ୍ ଆଦେହରେ 8/16 GB ପକେଇଛି। 8 GBର ରାମ୍ ହେଉଛି, 8 GB ରାମ୍ ଷ୍ଟିକ୍ଟା ଅଛି 800 ଟଙ୍କା ହେଲା। 8/16 ହେଲା, ମାନେ 8 ଗୋଟେ ପଡ଼ିଛି ଆଉ ଗୋଟେ 8 ପଡ଼ିଛି। 16 GBର ରାମ୍ ମୁଁ ପକେଇଛି ଆଦେହରେ, 16 GBର ରାମ୍ ପକେଇଛି। ତ ସେଇ ହିସାବରେ ହିସାବ କରିଦେବ 800। ଆମର କ'ଣ ଥିଲା ପ୍ରୋସେସର ଥିଲା i3ର ସେକେଣ୍ଡ ଜେନେରେସନ୍ ପ୍ରୋସେସର। ନେକ୍ସଟ ମଦରବୋର୍ଡ଼ H61 i3ର ସେକେଣ୍ଡ ଜେନେରେସନ୍ର ପ୍ରୋସେସର। ଏବେ 1000ରୁ 1500 ଟଙ୍କା ଭିତରେ ଆସୁଛି। ଆଉ କହିବାକୁ ଗଲେ ମଦରବୋର୍ଡ଼ ପଡ଼ିଥିଲା ଆମର 2000ରୁ 2500 ଟଙ୍କା ଭିତରେ। ଆଉ SSD ମାତ୍ର ମୁଁ ଗୋଟିଏ ପକେଇଛି, ସବୁ ପାଇଁ SSD ଗୋଟିଏ ମୋର ପଡ଼ିଛି ସିଷ୍ଟମ୍ରେ। 256 GB SSD ପଡ଼ିଛି, ଆଉ କିଛି ବି ପଡ଼ିନି। ଆଉ ତୁମେ ଯେଉଁ କହୁଛ ଗ୍ରାଫିକ୍ସ କାର୍ଡ଼ କିଛି ନାହିଁ। ଆଉ ମୁଁ ଗୋଟେ ପେନ୍ଡ୍ରାଇଭ୍ ଆଣିଛି ମୋ ଭିଡ଼ିଓ ଏଡ଼ିଟିଂ ପାଇଁ। ପେନ୍ଡ୍ରାଇଭ୍ଟା ମୋର ନେଇଥିଲା 300ରୁ 400 ଟଙ୍କା ଭିତରେ। ନେକ୍ସଟ ମୁଁ ଆଣିଛି, ନେକ୍ସଟ କ'ଣ ଅଛି, ଅଧିକ ମୋର ଆଉ କିଛି ନାହିଁ, ସେତିକି। ଆଉ ଏ ଯେଉଁ ଫୋନ୍ଟା ଦେଖୁଛ ଯେଉଁ ଚାର୍ଜର ଅଛି, ଏ ଫୋନ୍ଟାକୁ ମୁଁ SSD କରିଦେଇଛି। ମାନେ ଯେଉଁ SSD ବହୁତ ପଇସା ଆସେ, ମାନେ 20-30 ହଜାର ପାଖାପାଖି ଆସେ ହେଲା। ତ ଆର ଟିକେ ଏଇ ଫୋନ୍ର ଟିକେ ଷ୍ଟୋରେଜ୍ ଅଧିକ ଥିଲା, ତ ଏଇଟା ପଡ଼ିକି ଥିଲା, ମୁଁ ଏଇଟାକୁ SSD କରିଦେଲି। ଡାଟା କେବଲ୍ ଲଗେଇଦେଲି, ସବୁ କନେକ୍ଟ କରିଦେଲି ଫୋନ୍ରୁ, ଏଇଟାକୁ ଇଏ କରିଦେଲି। ଅନ୍ ହବ ମାନେ ଏଇଟା ବି ଶୋ କରିବ ଆଦେହରେ। ଓକେ, ତ ମୁଁ ଭିଡ଼ିଓ ଏଡ଼ିଟିଂ କରିଦେଉଛି। ତ ଏଇ ଭିଡ଼ିଓ କରିଦେଉଛି। ଭିଡ଼ିଓଟି କମ୍ପ୍ୟୁଟରକୁ ନେଇଯାଉଛି, ତାପରେ ଏ ଜାଗାରେ ଷ୍ଟୋର୍ କରିବି ମୁଁ ଯେଉଁ SSD, ମୁଁ ତାକୁ କହୁଛି SSD, ମୋ ଫୋନ୍ SSDରେ ହେଲା। ତ ସେଭ୍ କରିଦେଲି, ତାପରେ ଏଡ଼ିଟିଂ ହେବ। ଏଡ଼ିଟିଂ ହେଇକି ପୁଣି ଫୋନ୍ରେ ସେଭ୍ ହେବ। ଫୋନ୍ରେ ସେଭ୍ ହେଲା ପରେ ମୁଁ ପୁଣି ଥରେ ଏଥିରେ ସେଭ୍ କରିବି। ଏଥିରେ ସେଭ୍ କରିସାରିଲା ପରେ ଅପଲୋଡ଼ ହେବ। ଅପଲୋଡ଼ର 2-3 ଦିନ ପରେ ଏଇ SSDରୁ ସବୁ ଭିଡ଼ିଓ ଡିଲିଟ୍ ହେଇଯିବ। କାହିଁକିନା ମୁଁ 2-3 ଦିନର ବ୍ୟାକଅପ୍ ମଧ୍ୟ ରଖୁଛି, କାହିଁକିନା ଯାହା ବି କିଛି ହେବ ପୁଣି ଥରେ ମୁଁ ଏମିତି ଭିଡ଼ିଓକୁ କାଢ଼ିକି ଅପଲୋଡ଼ ମାରିପାରିବି। ଓକେ, ତ ମାନେ ପାଗ ଏଇଭଳିଆ ବର୍ଷା ପାଗ ଦେଇଛି, କିନ୍ତୁ ମୋତେ ଭାଇ ଗରମ ଅଲଗା ପ୍ରକାର ଲାଗୁଥିଲା ହେଲା। ତ ଏଇଟା ହେଲା ତମେ ଯଦି କହିବ ତେବେ ମୁଁ କମେଣ୍ଟ ସେକ୍ସନରେ, ଯଦି କହିବ ମୁଁ ସେ କମେଣ୍ଟ ସେକ୍ସନରେ ପ୍ରାଇସ୍ ଦେଇଦେବି କେତେ ଟଙ୍କା ଲାଗିଥିଲା।